ନୂଆ ବର୍ଷ କେବଳ ଗୋଟେ କ୍ୟାଲେଣ୍ଡର ବଦଳେ। ଆମେ ନୂଆବର୍ଷ ସେଇଦିନ ମନେଇବା ଉଚିତ ଯେଉଁଦିନ ଆମ ଭିତରେ ଥିବା ଅହଙ୍କାର, ଆମ ଭିତରେ ଥିବା ବଦ ଅଭ୍ୟାସ, ଆମ ଭିତରେ ଥିବା ଈର୍ଷା, ଘୃଣା ଏସବୁକୁ ଆମେ ତ୍ୟାଗ କରିପାରିବା ବା କିଛି ମାତ୍ରାରେ ପରିବର୍ତ୍ତନ କରିପାରିବା। ସେଇଦିନ ଆମେ ନୂଆବର୍ଷ ମନେଇଲେ ଆମକୁ ଭଲ ଲାଗିବ। ବର୍ଷ ସିନା ବଦଳି ଯାଏ, ଆମେ ସେମିତି ଯଦି ଆମକୁ ବଦଳାଇ ପାରିବା, ଆମର ବଦଭ୍ୟାସରୁ କିଛି ଗୁଣକୁ ଚେଞ୍ଜ କରିକି ଭଲ ଗୁଣ ଆଣିପାରିବା, ତାହେଲେ ଆମ ପାଇଁ ନୂଆବର୍ଷ ମନେଇବାର ଅଧିକାର ବା ଆମ ପାଇଁ ନୂଆବର୍ଷ ମନେଇବାର ଯଥାର୍ଥତା ରହିବ। ସୋ ସମସ୍ତଙ୍କୁ ହ୍ୟାପି ନ୍ୟୁ ଇୟର। ନୂଆବର୍ଷର ଢେର ସାରା ଶୁଭେଚ୍ଛା ଆଉ ଶୁଭକାମନା। ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଯଦି ଆମ ହାତ ଗୋଡ଼ ଚାଲୁଛି, ଆମେ ଚିନ୍ତା କରିପାରୁଛନ୍ତି, ସେ ଶକ୍ତି ଆମ ପାଖରେ ଅଛି, ଆମେ ଯାହା ଖାଉଛନ୍ତି ତାକୁ ଡାଇଜେସନ୍ କରିକି ବାହାର କରିପାରୁଛନ୍ତି, ତାମାନେ ଭଗବାନଙ୍କର ଆଶୀର୍ବାଦ ଆମ ଉପରେ ଅଛି। ଥରେ ଚିନ୍ତା କରନ୍ତୁ, ଦୁନିଆରେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କର ହାତ ଗୋଡ଼ ଚାଲୁନାହିଁ, ଯେଉଁମାନେ ଦିଓଳି ଖାଇବାକୁ ପାଉନାହାନ୍ତି, ଯେଉଁମାନେ ଖାଇଲା ପରେ ସେମାନେ ତାଙ୍କର ଡାଇଜେସନ୍ ହେଉନି, ଯେଉଁମାନଙ୍କର କିଡ଼ନୀ ଖରାପ, ଯେଉଁମାନଙ୍କର ହାର୍ଟ ଖରାପ, ଯେଉଁମାନଙ୍କ ପାଖରେ ସବୁ ଥାଇ ବି କେହି କିଛି ନାହାନ୍ତି, ସେମାନଙ୍କ ଜୀବନ କେମିତି କଟୁଥିବ। ଯଦି ଆମ ପାଖରେ ସେସବୁ ଅଛି, ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛନ୍ତି, ସବୁ ଦେଖିପାରୁଛନ୍ତି, ହାତ ଗୋଡ଼ ଆମର ଚାଲୁଛି, ତାହେଲେ ଭଗବାନଙ୍କୁ ଧନ୍ୟବାଦ ଦିଅ ଆଉ ତାର ସଦୁପଯୋଗ କର, ନୁହେଁ କି ତାର ଖରାପ ଉପଯୋଗ କର। ତ ଆଉ ଥରେ ହ୍ୟାପି ନ୍ୟୁ ଇୟର। ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ନମସ୍କାର।